नमस्कार दर्शक बंधु मु सम्राट आपण मानक स्वागत करुच्ची पुणी एक नूतन वीडियो को ये जो आपण देखुछंती वीडियो रे ये होची बालेश्वर जिला अंतर्गत नीलगिरी ठारे अवस्थित सेही राजप्रसाद जे कि दिने राजा एही प्रसाद रे रही राज्य शासन करुतले ये होची सेही राजांकर मुख्य द्वार देखंतु इंग्रेज शासन काल रे तयारी होइथिबा सेही राजप्रसाद आज भी दंडायमान नीलगिरी ठारे जगन्नाथ मंदिर निकट रे अवस्थित देखंतु राजाଙ୍କ मुख्य दरदाई भितर प्रवेश कले बाम पाखर देखिबे एक मंदिर अवस्थित ଯାହାକି କନକ ଦୁର୍ଗା ମା ପୂଜା ପାଆନ୍ତି ରାଜାଙ୍କ କୁଳଦେବୀ ବୋଲି କୁହାଯାଏ। ଭିତରେ ତ ଫଟୋ ଉଠେଇବା ନିଷେଧ ତେଣୁ ମୁଁ ବାହାରେ କେବଳ ଭିଡ଼ିଓଟି କରୁଛି ଏବଂ ଆପଣମାନଙ୍କୁ ଦେଖାଉଛି ଯାହାକି ଆପଣମାନେ ଦେଖନ୍ତୁ ଏବଂ ନିଶ୍ଚିତ ଭାବେ ଆସିଲେ ଆପଣ ଆସିଛନ୍ତି କି ନ ଆସିଛନ୍ତି ତା ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଆପଣ ଯଦି ନ ଆସିଥିବେ ତାହେଲେ ନିଶ୍ଚିତ ଆସନ୍ତୁ ଏବଂ ଏଇ ଜାଗାକୁ ପରିଦର୍ଶନ କରନ୍ତୁ। ତ ସେଇ ଏବେ ବି ଅବସ୍ଥିତ ସେ ରାଜାଙ୍କ ରାଜପ୍ରାସାଦ ନୀଳଗିରି ଠାରେ ଦେଖନ୍ତୁ ଦେଖନ୍ତୁ ଇଏ ହେଉଛି ସେଇ ରାଜାଙ୍କ ମହଲ ବା ରାଜପ୍ରସାଦ ଯେଉଁଠି ଦିନେ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ବସବାସ କରୁଥିଲେ ଏବଂ ପ୍ରଜାମାନଙ୍କୁ ସୁଖ ଦୁଃଖର ଭାଗିଦାରୀ ମଧ୍ୟ ଥିଲେ କିନ୍ତୁ ଆଜି ଏ ସ୍ଥାନଟି ଏକ ଜରାଜୀର୍ଣ୍ଣ ଅବସ୍ଥାରେ ଯାହାକି ଭିତରକୁ ପ୍ରବେଶ କରିବା ଏକ ବିପଦକୁ ଡାକିବା ସହିତ ସମାନ। ପାରୁଥିବେ ଏଇଟା ହେଉଛି ବାମ୍ଫି ଗୁମ୍ଫା ଗୋଟେ ବାମ୍ଫି ଆପଣଙ୍କର ଯୋଉ ରାଣୀ ଆସିକି ଗାଧଉଥିଲେ ଯୋଉ ଗୋଟେ କୂଅ ଭଳି ଥିଲା ତାକୁ ବାମ୍ଫି ଗୁମ୍ଫା ନାମରେ ପରିଚିତ। এটা ହୋଲି ବାମ୍ଫି ଗୁମ୍ଫା এটা ଦେଖିପାରୁଥିବେ ସେଇ ଯୋଉ ଗୁମ୍ଫାଟାକୁ। ବର୍ତ୍ତମାନ ସେ ଗୁମ୍ଫା ତ ଆମେ ଦେଖେଇଲୁ ଯୋଉ ତା ଭିତରଟା ଆମେ ଯିବୁ ଭିତରେ ଦେଖିବୁ କିନ୍ତୁ ବର୍ତ୍ତମାନ ତ ମାନେ ବାହାର ପରିସ୍ଥିତିଟା ଦେଖୁଛି। ଏଇଟା ଦେଖୁଥିବେ ଗୋଟେ ଚଉରା ଅଛି ଏଇ ରାସ୍ତାଟି ହେଉଛି ସେଇ ବାମ୍ଫି ଗୁମ୍ଫା ପବିତ୍ର ବାମ୍ଫି ଗୁମ୍ଫାକୁ ରାସ୍ତା। ଜୋତା ଆପଣ ଆସିଲେ ଜୋତା ବାହାରେ ରଖିବେ ଜୋତା ଏଇଠି ରଖିକି ଯିବେ କାହିଁକି ନା ଭିତରେ ଜୋତା ପ୍ରବେଶ ନାହିଁ। ଆସନ୍ତୁ ଏଇଠି ଭିତରକୁ ଯିବା ପାଇଁ 5 ଟଙ୍କା ନିହାତି ଟିକଟ ଲାଗିବ। ଏଇ ବାଟଟି ହେଉଛି ସେ ବାମ୍ଫି ଗୁମ୍ଫାକୁ ବାଟ ଯୋଉଠି ରାଣୀ ସ୍ନାନ କରନ୍ତି। ଆପଣ ମାନେ ଯେମିତି ଦେଖିଲେ ଯୋଉଟା ଯୋଉ ବାମ୍ଫି ଗୁମ୍ଫା ଅଛି ସେଇ ଜାଗାରେ ଆମେ ଜଣକ ଏକ ଭକ୍ତ ବା ଏକ ଆଞ୍ଚଳିକ ଲୋକ ଆମ ତାଙ୍କ ସହିତ ଦେଖା ହେଲା ତାଙ୍କୁ ପଚାରି ବୁଝିବା ଏଇ ଯୋଉ ଗୁମ୍ଫାର ରହସ୍ୟ କଣ ଏବଂ ସେମାନେ ସେ ବି କଣ କରନ୍ତି ତାଙ୍କୁ ପଚାରି ବୁଝା। ଆପଣଙ୍କୁ ପ୍ରଣାମ ମୋ ଚ୍ୟାନେଲକୁ ସ୍ୱାଗତ ଆପଣଙ୍କ ପରିଚୟ ଦେବେ। ଆଜ୍ଞା ଆମ ଘର ନୀଳଗିରି 12 ନମ୍ବର ୱାର୍ଡ ଏନ୍ଏସିରେ ମୁଁ ଏଠି ଠାକୁରଙ୍କ ସେବା କରେ ଠାକୁରଙ୍କର ଭୋଗ ତିଆରି କରେ ଆଉ କ୍ଷୀରା ଭୋଗ ଠାକୁରଙ୍କର ଲାଗେ ଠାକୁରଙ୍କର ପ୍ରିୟ ଠାକୁରଙ୍କର ତିଆରି କରେ ଆଉ ବାକି ଗୁମ୍ଫା ବୋଇଲେ ଏଇଟା ମାନେ ବହୁତ ଦିନକାର ଜିନିଷ ଆଗରୁ ଯେମିତି ଲାଇନ୍ ନଥିଲା ଫ୍ୟାନ୍ ଏମିତି ବ୍ୟବସ୍ଥା କିଛି ନଥିଲା ଏମିତି ରଜାରାଣୀ ଆସିକି କିଛି ବସନ୍ତି ଟାଇମ୍ ପାସ୍ କରନ୍ତି ଆଉ ବିଶେଷ କରି ଠାକୁରଙ୍କର ପୂଜା ପାଇଁ ପାଣି ନିଅନ୍ତି ଠାକୁରଙ୍କୁ ନିହାତି ଯିଏକି ବାମ୍ଫି ପାଣିରେ ପୂଜା କରାଯାଏ। ଆପଣ ଏଇଠି କେତେ ବର୍ଷ ହେଲା ନିୟୋଜିତ ହେଇଛନ୍ତି? 15-20 ବର୍ଷ ଉପରେ। ଏଇ ଯୋଉ ବାମ୍ଫି ଗୁମ୍ଫା ଯୋଉ ହେଇଛି ଏଇ ଯୋଉ ରଜା ତିଆରି କରୁଛନ୍ତି ଏଟା କେତେ ବର୍ଷ ତଳର ତିଆରି? 500-600 ବର୍ଷ ତଳର। ଏଇ ଯୋଉ ତିଆରି ହେଇଛି ଏଟା ତିଆରି ହବାର କଣ ଅଛି କାରଣ? ତା କାରଣ ମାନେ ଥଣ୍ଡା ଜାଗା ବସିବେ ଆଗରୁ ଏସି ନଥିଲା ଫ୍ୟାନ୍ ନଥିଲା ଏମିତିକା ଲାଇନ୍ ଫ୍ୟାନ୍ର ବ୍ୟବସ୍ଥା ସେମିତି ନଥିଲା ଥଣ୍ଡା ଜାଗା ବସିବେ। ଆଚ୍ଛା ଏଟା ମାଟି ତଳେ ଯୋଉ ସୁଡ଼ଙ୍ଗ ଟାଇପର ହେଇଛି ସେଟା କଣ ପାଇଁ ସୁଡ଼ଙ୍ଗ ଟାଇପର ହେଇଛି? ମାନେ ଥଣ୍ଡା ରହିବ ଜାଗାଟା ପାଣି ପାଖକୁ ଯେଉଁ ଲାଗିଛି ସେ ପାଣିର ହାୱାଟା ଆସିବ ଥଣ୍ଡା ଲାଗିବ। ଆମେ ଶୁଣିଥିଲେ ଯୋଉ ରାଣୀ ବି ଆସିକି ଗାଧାନ୍ତି ଏଠି ସ୍ନାନ କରନ୍ତି ସେ ପ୍ରକାର କିଛି? ନା ସେମିତି ନୁହେଁ ଗାଧାନ୍ତିନି ଏଠି ପାଣିଟା ଯାଇକି ଠାକୁରଙ୍କର କାମ ଲାଗେ ଆଉ ସେମିତି ନୁହେଁ ରାଣୀ ଗାଧାନ୍ତିନି ଏଠି। ଶୁଣିଥିଲେ ଯୋଉ ରାଣୀ ଯୋଉଠି ଗାଧାନ୍ତି ତାଙ୍କର ଗୋଟେ ଏଇଭଳିଆ କୂଅ ଥିଲା ନା ସେମିତି ନୁହେଁ ନା। ବହୁତ ବହୁତ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ନମସ୍କାର। ଏଇ ଯୋଉ ଦୃଶ୍ୟଟି ଆପଣ ମାନେ ଦେଖିଛନ୍ତି ମୋ ପଛ ପାଖରେ ଅଛି ଏଇ ଦୃଶ୍ୟଟି ହେଉଛି ସେଇ ରାଜପ୍ରସାଦଙ୍କର ସେଇ ରାଜାଙ୍କର ମହଲ ଥିଲା ଯୋଉଟା କି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଅଛି। ଭିତରକୁ ଯିବା ପାଇଁ ବି ବାରଣ କରାଯାଇଛି ବିପଦକୁ
କାରଣ କୌଣସି ଦୁର୍ଘଟଣା ଘଟିପାରେ, ତା ଆମେ ତ ଭିତରକୁ ଯାଇକି ଦେଖେଇ ପାରୁନୁ। କିନ୍ତୁ ବାହାରର ଦୃଶ୍ୟଟା ଦେଖନ୍ତୁ, ରାଜାଙ୍କର ସେଇ ନୀଳଗିରି ରାଜାଙ୍କର ସେଇ ଯୋଉ ପୂର୍ବରୁ ଥିଲା ଏଇ ଯୋଉ ରାଜପ୍ରାସାଦ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ଅଛି। ଏହି ପୁରାତନ ରାଜପ୍ରାସାଦ ବିପଦ ସଂକୁଳ ଅବସ୍ଥାରେ ଅଛି। ଏହା ଦ୍ୱାରା ସର୍ବସାଧାରଣ ଓ ପର୍ଯ୍ୟଟନ ମାନଙ୍କୁ ଅନୁରୋଧ ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଯଦି ଅମାନ୍ୟ ହୋଇ ପ୍ରବେଶ କରନ୍ତି କିମ୍ବା କୌଣସି ଦୁର୍ଘଟଣା ଘଟେ, ସେଥିପ୍ରତି ରାଜ ପରିବାର ଦାୟୀ ହେବେ ନାହିଁ। ଏହା ସମ୍ପୂର୍ଣ୍ଣ ମାନେ ଗୋଟେ ସାବଧାନ ଗୋଟେ ବୋର୍ଡ ହିସାବରେ ଲଗେଇଛନ୍ତି, ଯାହାକି ଆପଣମାନେ ନିଜ ସ୍ୱଇଚ୍ଛାରେ ଯଦି ଯିବେ ତ କୌଣସି ପ୍ରୋବ୍ଲେମ ହେଲେ ନିଜେ ସଲ୍ଭ କରିବେ। ତେଣୁ ସେମାନେ କୌଣସି ରିସ୍କ ନେବେ ନାହିଁ। ଧନ୍ୟବାଦ। ଆପଣମାନେ ଦେଖନ୍ତୁ ଜୟ ଜଗନ୍ନାଥଙ୍କ ମନ୍ଦିର, ଯାହାକି ସ୍ୱର୍ଣ୍ଣଚୂଡ଼ର ପାହାଡ଼ର ପାଦ ଦେଶରେ ଅବସ୍ଥିତ। ରାଜା ନିଜେ ତିଆରି କରିଥିଲେ ହରିଚନ୍ଦନ ଶ୍ରୀ ଜଗନ୍ନାଥ ମନ୍ଦିରକୁ, ଯାହାକି ଆଜି ବି ନୀଳଗିରି ଠାରେ ଅବସ୍ଥିତ। ଆପଣମାନେ ଆସନ୍ତୁ ଏବଂ ଦେଖନ୍ତୁ ସେ ମନ୍ଦିରକୁ ଥରେ। ଆପଣମାନେ ଦେଖିପାରୁଥିବେ ଏଇ ଯୋଉ ପାହାଡ଼ଟି ଆପଣ ଦେଖୁଛନ୍ତି, ଏଇ ପାହାଡ଼ ନାଁ ହେଉଛି ସ୍ୱର୍ଣ୍ଣଚୂଡ଼ ପାହାଡ଼, ଯାହାକି ମନ୍ଦିର ପାହାଡ଼ର ପାଦ ଦେଶରେ ଏଇ ମନ୍ଦିରଟି ଅବସ୍ଥିତ। ଯାହାଙ୍କର ଯୋଉ ରାଜା ତିଆରି କରିଥିଲେ, ସେ ରାଜା ହଉଛନ୍ତି ନୀଳଗିରି ରାଜବଂଶୀୟ ରାଜା। ତାଙ୍କ ନାମ ଥିଲା ହରିଚନ୍ଦନ। ଏଇ ମନ୍ଦିରଟି ସେ ନିଜେ ନିଜ ରାଜସ୍ୱ ପଇସାରେ ତିଆରି କରିଥିଲେ। ଏଇ ମନ୍ଦିର ଭିତରେ ଆହୁରି ଅନେକ ମନ୍ଦିର ଅଛି, ପାର୍ଶ୍ୱ ଦେବତା ଅଛନ୍ତି। ମା ବିମଳା ମନ୍ଦିର ଅଛି, ଗଣେଶ ଏବଂ ଶିବ ମନ୍ଦିର ଏବଂ ମା ଲକ୍ଷ୍ମୀଙ୍କ ମନ୍ଦିର ଅଛି। ଆଉ ଏଇ ଯୋଉ ମନ୍ଦିରଟା ଦେଖୁଛନ୍ତି, ଇଏ ହଉଛି ଜଗନ୍ନାଥଙ୍କ ମନ୍ଦିର, ଯୋଉଟାକି ଦ୍ୱିତୀୟ ପୁରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକିନା ଏଟା ସେକେଣ୍ଡ ଲାର୍ଜେଷ୍ଟ ବା ଦ୍ୱିତୀୟ ବୃହତ୍ତମ ମନ୍ଦିର ଜଗନ୍ନାଥଙ୍କର। ଏଇଟା ଦେଖୁଛନ୍ତି ଯୋଉଟା ଯାହାକି ଜଗନ୍ନାଥଙ୍କର ଅରୁଣ ସ୍ତମ୍ଭ। ଏଇଟା ଯୋଉ ନୀଳଗିରି ଅବସ୍ଥିତ ଜଗନ୍ନାଥଙ୍କର ଅରୁଣ ସ୍ତମ୍ଭ ଅଛି। ଆଉ ଏଇ ମନ୍ଦିର ଭିତରେ, ଜଗନ୍ନାଥଙ୍କ ମନ୍ଦିର ଭିତରେ ବିମଳାଙ୍କ ମନ୍ଦିର, ଗଣେଶଙ୍କ ମନ୍ଦିର, ମା ଲକ୍ଷ୍ମୀଙ୍କ ମନ୍ଦିର ଏବଂ ଶିବଙ୍କ ମନ୍ଦିର ଅଛି, ବଳଭଦ୍ରଙ୍କ ମନ୍ଦିର ଅଛି। ଯଦି ବି କେବେ ଆସନ୍ତି ବୁଲିବା ପାଇଁ ବାଲେଶ୍ୱର, ତେଣୁ ନିଶ୍ଚିତ ଭାବେ ଆସନ୍ତୁ ଏ ଜାଗାକୁ ଏବଂ ଦେଖିକି ଯାଆନ୍ତୁ। ଜଗନ୍ନାଥଙ୍କ ମନ୍ଦିର ଯୋଉଠି ନୀଳଗିରି ଠାରେ ଅବସ୍ଥିତ, ସ୍ୱର୍ଣ୍ଣଚୂଡ଼ ପାହାଡ଼ର ପାଦ ଦେଶରେ ସମ୍ପୂର୍ଣ୍ଣ ଭାବେ ଆଜି ବି ଦଣ୍ଡାୟମାନ। ଜଗନ୍ନାଥଙ୍କ ମନ୍ଦିର ସହିତ ଅନେକ କିଛି ଅଛି ପାଖ ପାଖରେ, ଏବଂ ଦେଖନ୍ତୁ ନିଶ୍ଚିତ ଭାବେ ଆମେ ତ ସମ୍ପୂର୍ଣ୍ଣ ଦେଖେଇ ପାରି ନଥିଲୁ, ଯାହାକି ସମୟର ଅଭାବ। ଏବଂ ନିଶ୍ଚିତ ଭାବେ ଆମେ ଆପଣଙ୍କ ସେକେଣ୍ଡ ପାର୍ଟରେ ନିଶ୍ଚିତ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖେଇବୁ, ଯାହାକି ଜଗନ୍ନାଥଙ୍କ ମନ୍ଦିର ସହିତ ଅନେକ ପାର୍ଶ୍ୱ ଦେବତା ମନ୍ଦିର ଏବଂ ଆହୁରି କଣ କେତେ କଣ ଅଛି, ତା ସମ୍ପୂର୍ଣ୍ଣ ଭାବେ ଦେଖିବୁ। ଏବଂ ସେଥି ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ଯଦି ବି କୌଣସି ମତାମତ ଦେବାକୁ ଥିବ ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମରେ ଦେବେ। ସେଥି ପର୍ଯ୍ୟନ୍ତ ଆମେ ରହୁଛୁ।